ଭିକୁ ଏବଂ ମାଧବୀ ମିଶି ପୁଣି ଗୋଟେ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ଆଉ ଷଡ଼ଯନ୍ତ୍ର କରୁ କରୁକା ଏତିକି କହିବି ଗୌରୀ ସେସବୁ ଜିନିଷ ଜାଣିଦେଇଛନ୍ତି। ନମସ୍କାର ସାଙ୍ଗମାନେ, ଆରମ୍ଭ କରିବା ଆଜିର ଏପିସୋଡ଼ କେଦାରଗୌରୀର ନୂଆ ଏକ ଫ୍ରେଶ୍ ଏପିସୋଡ଼କୁ। ଚାଲନ୍ତୁ ତେବେ ଡେରି ନ କରିକି ଷ୍ଟାର୍ଟ କରିଦେବା ଏବେଠାରୁ। ମାଧବୀ ଏବଂ ଭିକୁ ମିଶିକି ଚକ୍ରାନ୍ତ କଲେ ଯେ ଆମେ ଯଦି ଡାଇରେକ୍ଟ କିଛି କରିବାକୁ ଆକ୍ଟିଭିଟିଜ୍ କରିବାକୁ ମାରିବାକୁ ଚେଷ୍ଟା କରୁଛେ ତ ନିହାତି ଭାବରେ ଗୌରୀ ଆମକୁ ଛାଡ଼ୁନି, ଗୌରୀ ଆମକୁ ଧରି ଦେଉଛି। ଏଇଭଳିଆ ଭାବରେ ଷଡ଼ଯନ୍ତ୍ର କରିବା ଯେ ଯାହାର ଯେମିତି ବାଉଁଶ ଥିବ ନା ବଇଁଶୀ ବାଜ୍ୟ, ପ୍ରମାଣ ବିହୀନ ଷଡ଼ଯନ୍ତ୍ର। ତ ଏହା ଏତିକି କହିଛନ୍ତି, ମାଧବୀ କହିଛନ୍ତି ଯେ ବର୍ତ୍ତମାନ ଭିକୁ ଗୋଟେ କାମ କରିବା, ଗୋଟେ ତୁ ଜୀବନକୁ ଫୋନ୍ କର, ସେ ଗୋଟେ ଧଳା ପାଉଡ଼ର ଜହର ଦେବ, ଏବେ ଖାଇବ କିନ୍ତୁ ପରେ ସେ ଲୋକ ମରିବ, ଯେମିତି ଆମ ଉପରେ ସନ୍ଦେହ ନଥିବ, କିମ୍ବା ତାକୁ ବଞ୍ଚେଇବାକୁ ସେ ଗୌରୀ ବି ଏତିକି ଟିକେ ହେଲେ ସୁରାଗ ପାଇବନି। ଏଇଭଳିଆ ଆଜ୍ଞା କହିଲା ମୋ ଗୌରୀ ଦିଦି ପୁରା କୁ ଉପରେ ନ ଜାଣିବା ପାଇଁକି। ତ ଭିକୁ ଗଲା ପରେ ଯାଇକି ଜୀବନ ସହିତ କଥାବାର୍ତ୍ତା କରିକି ତାକୁ 10,000 ଟଙ୍କା ଦେଲା। ସିଏ ସେଠୁ ପଇସାକୁ ନେଇକି କହିଲା ଭିକୁ 2 ଲକ୍ଷ ଟଙ୍କା ଦରକାର ହେବ ନା, ତୁ କାମ କରିସାରେ ଆଉ ତୋତେ ଦିଆହେବ। ଏଇଭଳିଆ କହିକି ସେ ଘରକୁ ଆସିଛନ୍ତି। ଭିକୁ ମାଧବୀ ସହିତ ଡିସ୍କସନ୍ କରିବା ଭିତରେ ମଦ ପିଇ ଦେଇଛି ପେଟେ। ତ ଚାଲିକି ଯେତେବେଳେ ଆସୁଛି ସାଙ୍ଗେ ସାଙ୍ଗେ ତାକୁ ପିୟୁଷ ବାଟରେ ଦେଖିଦେଲା। ଆରେ ଜୀବନ ତୁ ମୋତେ ମାରିବାକୁ ଚେଷ୍ଟା କରୁଥିଲୁ ନାଇଁ, ତତେ ମୁଁ ଆଜି ଛାଡ଼ିବିନି। ଏଇଭଳିଆ ଭାବରେ ପିୟୁଷ ପୁରା ତା କଲର ଧରିକି ମାରିବାକୁ ଚେଷ୍ଟା କରୁଛନ୍ତି। ସେ ଗୋଡ଼ ଧରି ପକାଇଲା, ଗୋଡ଼ ଧରି ପକାଇ କହିଲା ବାବୁ ମୋତେ କ୍ଷମା କରିଦିଅନ୍ତୁ, ସିଏ ମୋତେ କହିବାରୁ ଏମିତି କଲି, ମୋ ଜୀବନ ନହେଲେ ମୋ ପିଲା ଛୁଆଙ୍କୁ ମାରିଥାନ୍ତି, ଦୁନିଆ ପ୍ରକାର ବାହାନା କଲା। ତାପରେ ସାଙ୍ଗେ ସାଙ୍ଗେ ପିୟୁଷ କହିଲା ହଉ ତାହେଲେ ଯଦି ଗୋଟେ ଷଡ଼ଯନ୍ତ୍ର ତୋତେ କ୍ଷମା କରିବି, ତୁ ଯଦି ସତ କଥା କହିଦେବୁ ଯେ ତତେ ପ୍ରକୃତରେ ଭିକୁର ଅଶ୍ଳୀଳତା କ'ଣ, ସତ କଥା କ'ଣ, ତାର ହିଷ୍ଟ୍ରି କ'ଣ। ତ ଦୌଡ଼ିକି ପଳାଉଥିବା ସେ ପୁଣି ପିୟୁଷ ଧରିଗଲା, ମାରିଦେବି ତୋତେ ଜୀବନରୁ, ତୁ ଦୌଡ଼ି ଦୌଡ଼ିକା ଯିବୁ, ସତ କହିକି ଯା। ସାଙ୍ଗେ ସାଙ୍ଗେ ପୁରା ଜୀବନ କହିଦେଇଛି ଆଜ୍ଞା ସତ କଥା କହିବି ଆଜ୍ଞା, ପ୍ରକୃତରେ ଭିକୁ ହେଉଛି ଗୋଟେ ଖୁନି ଆସାମୀ। ସିଏ ବହୁତ ସାରା ମର୍ଡ଼ର କରିଛି, କିନ୍ତୁ ସେ ଗୋଟିଏ କେସ୍ରେ ଫସିଗଲା, ଯାହା ଲାଗି ସେ 10-20 ବର୍ଷ ଜେଲ୍ କାଟିକି ଆସିଛି। ତ ଏଇଭଳିଆ ମୋତେ କହିବା ଭିତରେ ସେଠୁ ଆଉ କହିଲା ଯେତେକ ମର୍ଡ଼ର କରେ ସିଏ ମର୍ଡ଼ର କରେ, ମୁଁ ପଇସା ସବୁ ଲୁଚେଇକି ରଖେ। ତ ଏଇଭଳିଆ ଯେତେବେଳେ କହିଛି ପିୟୁଷ ତାকে କହିଲା ହଉ ମୁଁ ତୋତେ ପୋଲିସରେ ଦେଉଛି। କହିବା ଭିତରେ ସିଏ ପିୟୁଷକୁ ଧକ୍କା ମାରିକି ଦୌଡ଼ିକି ପଳେଇଛି। ଦୌଡ଼ିକି ଯିବା ସମୟରେ କିଛି ବାଟ ଯାଇଛି ଗୌରୀ ଏବଂ କେଦାର ଆସୁଛନ୍ତି ଗାଡ଼ିରେ। ତ ସେତେବେଳକୁ ପିୟୁଷ ପଳେଇଛି ପୋଲିସ ପାଖକୁ, ଆଉ ସେଠି ସବୁ କଥା କହୁଛି ମୁଁ ଏମିତି ଜୀବନକୁ ଏଇଠି ଦେଖିଥିଲି ବୋଲି। ସେହି ସମୟ ଭିତରେ ଗୌରୀ କେଦାର ଗାଡ଼ି ନେଇକି ଆସୁଛନ୍ତି, କାର୍ ତା ଦେହରେ ମାଡ଼ ହୋଇଗଲା। ମାଡ଼ ହେବା ସମୟରେ ସେ ଫୋନ୍ ଧରିଛି ନା କଥା ହେଉଛି, ମାଧବୀ ତୁ ତ ଘରେ ମହାରାଣୀ, ମୋ ପଇସା ମୋତେ ଦେ, ନହେଲେ ମୁଁ ଘରକୁ ତୋର ଯାଉଛି। ଠିକ୍ କହିବା ଭିତରେ ଗାଡ଼ି ମାଡ଼ ହେଇଛି, ସେ ତଳେ ପଡ଼ିଯାଇଛନ୍ତି। ପଡ଼ିଯିବା ପରେ ତାପରେ ଗୌରୀ ତାକୁ ଚିହ୍ନି ଦେଉଛନ୍ତି, ତମେ ସେଇ ନା ମାଟି ଖୋଳୁଥିଲ, ସାନ ମା ମାଧବୀ ଆଉ ଭିକୁଙ୍କ ପାଖରେ ଇଏ କରିକି ସତ କଥା କୁହ କ'ଣ ସମ୍ପର୍କ ଅଛି ତାଙ୍କର। ତ ଏତିକି କହିବା ଭିତରେ ତାଙ୍କ ସେଠୁ ଭୁଲ ଭାଲ ମାଗିକି ସେଠୁ ସେ ସାଇଡ଼୍ ହେଇଯାଉଥିଲେ। ତାପରେ କେଦାର କହିଲା ତମେ ପଳା, କିଛି କରିବା ଦରକାର ତମେ ପଳା, ଏତିକି କହିଛନ୍ତି। ତ ଫୋନ୍ଟା ତଳେ ରହିଗଲା। ସେଠୁ ସାଙ୍ଗେ ସାଙ୍ଗେ ଭାଇ ତମ ଫୋନ୍ ରହିଲା, କହିଲେ ଗୌରୀ ଦିଦି। ଫୋନ୍ ଉଠିକି ଦେବା ଭିତରେ ଦେଖିଲେ ମାଧବ ମ୍ୟାଡ଼ାମ୍ ଲେଖା ହେଇଛି। ସାଙ୍ଗେ ସାଙ୍ଗେ ସନ୍ଧ୍ୟାବେଳେ ବର୍ତ୍ତମାନ ସତ କଥା କହ, ତମେ ସେ ସାନ ମା ସହିତ କଥା ହେଉଥିଲ ନା, କ'ଣ କଥା ହେଉଥିଲ। ଏତିକି କହିବା ଭିତରେ ସେ ଫୋନ୍ଟା ନେଇକି ଦୌଡ଼ିକି ପଳେଇଛନ୍ତି। ଯେତେବେଳେ ପଳେଇଛି ଭିକୁ ସାଙ୍ଗେ ସାଙ୍ଗେ ଗୌରୀ ଦିଦି ଫୋନ୍ କରିଛନ୍ତି ଇନ୍ସପେକ୍ଟର ରୁଦ୍ର ପାଖକୁ। ଆଉ ରୁଦ୍ର ଏସବୁ ଜାଣିବା ପରେ କହିଲା ହଉ ଆମେ ଯାଉଛୁ ଇନଭେଷ୍ଟିଗେସନ୍ କରୁଛୁ। କ'ଣ ସାଙ୍ଗମାନେ ଆଜି ଭିକୁ ମାଧବୀ ମିଶି ନିର୍ମଳା ପିଇସୀମାକୁ ମାରିଦେବେ, ସତ ଅଧିକା ମାରିଦେବେ ନା ଇନ୍ସପେକ୍ଟର ରୁଦ୍ର ଜୀବନ ଜରିଆରେ ପହଞ୍ଚିଯିବେ ମାଧବୀ ଏବଂ ଭିକୁ ପାଖରେ। ଆଜିର ଏପିସୋଡ଼ଟି ଦମଦାର ହେବ, ଦେଖିବାକୁ ଜମା ଭୁଲିବେ ନାହିଁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।